ଆଜି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ମୁଁ ୟୁଟ୍ୟୁବରୁ ଜାଣି ନ୍ୟୁଜ୍ରୁ ଜାଣି ଭାରି ଆଶ୍ଚର୍ଯ୍ୟ ହେଲି। ଧର୍ମେନ୍ଦ୍ର ପ୍ରଧାନ 145 କୋଟି ଲୋକଙ୍କର ରିପ୍ରେଜେଣ୍ଟେଟିଭ୍, ମାତ୍ର କେଇ ଜଣ ମାନେ 2 ଲକ୍ଷ କି 5 ଲକ୍ଷ ଲୋକ ଷ୍ଟ୍ରାଇକ୍ କଲେ, ଅନଶନ କଲେ, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଦେଲେ। ତେଣୁ ଏମାନେ କି ରାଜନୀତି କରିବେ? ଏମାନେ ହେଉଛନ୍ତି କାୱାର୍ଡ଼ ଲୋକ। ପ୍ରଧାନମନ୍ତ୍ରୀ ମଧ୍ୟ କାୱାର୍ଡ଼ ଲୋକ। ଏମାନେ ଦେଶ ଚଳାଇବାକୁ ଅଯୋଗ୍ୟ। ଖାଲି ଏମାନଙ୍କୁ ଦେଇଥିଲେ ଭୋଟ, ଏମାନେ ଦେଶ ଚଳାଉଛନ୍ତି। ସାମାନ୍ୟ 2-4 ଲକ୍ଷ ଲୋକଙ୍କ ପାଇଁ ଯଦି ଏମାନେ ଇସ୍ତଫା ଦେଇଦେବେ, ତାହେଲେ ଅଲଗା ଯେଉଁ ଶହ ଶହ ଲୋକ ଭୋକିଲା ହେଇକି ରହିଛନ୍ତି, ପାଠ ପଢ଼ି ପାରୁନାହାନ୍ତି, ଏ ଯେଉଁ ପ୍ରଥମ ପାଠ ପଢ଼ି ପାରୁନାହାନ୍ତି, ସ୍କୁଲ ବନ୍ଦ ହେଇଯାଇଛି, ଏମାନଙ୍କୁ କ'ଣ ଖୋଲିକିନି ଚଳାଇ ପାରିବେ? ତେଣୁ ଅଯୋଗ୍ୟ ଲୋକମାନେ ଇସ୍ତଫା ଦେଲେ କିଛି ଫରକ ପଡ଼ିବନି। ଆଉ ଏଇ ଅଯୋଗ୍ୟ ଲୋକ ଯିଏ, ପ୍ରଧାନମନ୍ତ୍ରୀ ଅଯୋଗ୍ୟ, ସବୁ ମନ୍ତ୍ରିମଣ୍ଡଳ, ଆପଣଙ୍କର ଫାଇନାନ୍ସ ମିନିଷ୍ଟର ଅଯୋଗ୍ୟ, ଲ ମିନିଷ୍ଟର ଅଯୋଗ୍ୟ, ଏମାନେ ସବୁ ଅଯୋଗ୍ୟ ଦଳ। ଏ ଅଯୋଗ୍ୟ ଦଳକୁ ଆମେ ଭୋଟ ଦେଇ ପ୍ରଧାନମନ୍ତ୍ରୀ କରିଥିଲେ, କି ଆଜି ଡିଫେନ୍ସ ମିନିଷ୍ଟର କରିଥିଲେ, କାଲି ଏଜୁକେସନ୍ ମିନିଷ୍ଟର, ରେଲୱେ ମିନିଷ୍ଟର କରିଥିଲେ। ଏମାନେ ଇସ୍ତଫା ଟିକେ କଥାରେ ଦେଇଦେଉଛି। ଏମାନେ ଦେଶ କ'ଣ ଚଳାଇବେ? ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କର ଲକ୍ଷ୍ୟ କ'ଣ? ଯେ ତମେ ଯଦି ରାଜନୀତି କରୁଛ, ତମ ଝିଅକୁ କିଏ ଗୋଟେ ଇମେଲ୍ କଲା, ତମ ଝିଅକୁ କିଏ କଲେ କମେଣ୍ଟ କଲା, କି ଫୋନ୍ କଲା, ତା ଦେହରେ ତମେ ଦେଶର ଇସ୍ତଫା ଦେଇଦେବ? କାହିଁ ଯେତେବେଳେ 100 ସ୍କୁଲ ବନ୍ଦ ହେଇଗଲା, ଆଜି ଓଡ଼ିଶାରେ ଯେଉଁ ଏଜୁକେସନ୍ ମିନିଷ୍ଟର ଆମର କରିଛନ୍ତି, ହିନ୍ଦୀ ପୁରେଇ ଯାଇଛନ୍ତି, ଇଂଲିଶରେ ମ୍ୟାଥମେଟିକ୍ସ ପୁରେଇଛନ୍ତି, କାହିଁ ସିଏ ତ ଇସ୍ତଫା ଦେଉନାହାନ୍ତି। ଆଉ ତାଙ୍କୁ ତ ତମେ କହୁନା ଇସ୍ତଫା ଦେବାକୁ, ତାହେଲେ ଇଏ କାହିଁକି ଏମାନେ କିଛି ଲୋକ ବଡ଼ ବଡ଼ିଆ ଲୋକଙ୍କ ଛୁଆ ପିଲା ଯାଇକିନି ନିଟ୍ରେ ଗୋଟେ ଯନ୍ତର ମନ୍ତର ଗୋଟେ ପାଲା କରିଦେଲେ, ଆଉ ସେଠୁ ଇସ୍ତଫା ଦେଇ ଏଇ ଯେଉଁ ଧାରଣା ଦେଲା ତା ଇସ୍ତଫା ହେଲେ, ଏଇଟା ଭୁଲ ଜିନିଷ। ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କର ଗୋଟେ ଲକ୍ଷ୍ୟ ଯେ ମୁଁ ଇସ୍ତଫା ଦେଇ ଚିଫ୍ ମିନିଷ୍ଟର ହେବି, ମୁଖ୍ୟମନ୍ତ୍ରୀ। ତୁ ଅଯୋଗ୍ୟ ଲୋକଟା କେମିତି ଚିଫ୍ ମିନିଷ୍ଟର ଏଠି ହେବୁ? ଆଉ ହେବାର ତୋର ଯୋଗ୍ୟ ନାହିଁ। ମୁଁ ସବୁ ଆଦିବାସୀ ଭାଇମାନଙ୍କୁ ଅନୁରୋଧ କରୁଛି, ଆମ ଅନ୍ୟ ନେତାମାନଙ୍କୁ ମଧ୍ୟ ଅନୁରୋଧ କରନ୍ତୁ, ଆମର ଚିଫ୍ ମିନିଷ୍ଟର ଯିଏ ଅଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରହିବେ। ଆଦିବାସୀମାନେ ଯଦି ଆଙ୍କୁ ହଟାଯାଏ, ତାହେଲେ ସବୁ ଆଦିବାସୀ ମିଳିକିନି ଆନ୍ଦୋଳନ କରନ୍ତୁ, ଏବଂ ଏବେଠାରୁ ମଧ୍ୟ ଆନ୍ଦୋଳନ କରନ୍ତୁ। ଆମେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆମ ଓଡ଼ିଶାରେ ପୁରେଇ ଦେବା ନାହିଁ। ସିଏ ଗୋଟେ ଅଯୋଗ୍ୟ ବ୍ୟକ୍ତି। ତାର ଝିଅର କମେଣ୍ଟ ଶୁଣି, ତା ଝିଅର କାନ୍ଦ ଶୁଣିକିନି ଯିଏ ଆଜି ରାଜନୀତି ଛାଡ଼ି ଦେଇପାରୁଛି, ସିଏ ଓଡ଼ିଶାର ଭବିଷ୍ୟତ ନୁହେଁ। ସେ ଓଡ଼ିଶା ପାଇଁ ଗୋଟେ କଳଙ୍କ ହେଇଯିବ ଯଦି ସେ ମୁଖ୍ୟମନ୍ତ୍ରୀ ରହିଲି। ଏତି ପୁରୁଷୋତ୍ତମ ଭୁବନେଶ୍ୱରରୁ କହୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଭାରତ ମାତା କି ଜୟ, ବନ୍ଦେ ଉତ୍କଳ ଜନନୀ।